ଗ୍ୟାସ୍ ସିଲିଣ୍ଡର ୟୁଜ୍ କରୁଥିବା ଗ୍ରାହକଙ୍କ ପାଇଁ ବଡ଼ ଖବର ବଦଳିଗଲା ଟ୍ରାନ୍ସଫର ଓ ବୁକିଂ ନିୟମ। ଗ୍ୟାସ୍ କମ୍ପାନୀଗୁଡ଼ିକ ଏଲ୍‌ପିଜି କନେକ୍ସନ, ଟ୍ରାନ୍ସଫର ଠିକଣା ପରିବର୍ତ୍ତନ ଏବଂ ପିଏନ୍‌ଜି ଟ୍ରାନ୍ସଫର ସମ୍ପର୍କରେ ନୂଆ ନିୟମ ଜାରି କରିଛନ୍ତି। ଘର ଟ୍ରାନ୍ସଫର କରିବା ପୂର୍ବରୁ ଏହି 6ଟି ଗୁରୁତ୍ୱପୂର୍ଣ୍ଣ କଥା ମନେ ରଖନ୍ତୁ। ଆସନ୍ତୁ ଜାଣିବା ଏହି 6ଟି ଗୁରୁତ୍ୱପୂର୍ଣ୍ଣ କଥା କ'ଣ ଏହି ଭିଡ଼ିଓ ମାଧ୍ୟମରେ ଚାଲନ୍ତୁ ଜାଣିବା। ତେଣୁ ଭିଡ଼ିଓକୁ ଆରମ୍ଭ କରିବା ପୂର୍ବରୁ ଆପଣ ସମସ୍ତଙ୍କୁ ଅନୁରୋଧ, ଯେଉଁମାନେ ଏପର୍ଯ୍ୟନ୍ତ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି, ଆପଣମାନେ ଏବେ ହିଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଆଉ ଏହି ଭିଡ଼ିଓକୁ ବହୁତ ମାତ୍ରାରେ ଲାଇକ୍, ସେୟାର ଓ କମେଣ୍ଟ କରନ୍ତୁ। ତେବେ ଚାଲନ୍ତୁ ଡେରି ନ କରିକି ଆଜିର ଏହି ଭିଡ଼ିଓଟିକୁ ଆରମ୍ଭ କରିବା। ଯଦି ଆପଣ ଆପଣଙ୍କ ଘରେ ରୋଷେଇ ଗ୍ୟାସ୍ ସିଲିଣ୍ଡର ବ୍ୟବହାର କରନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ବହୁତ ଉପଯୋଗୀ। ଗ୍ୟାସ୍ କମ୍ପାନୀଗୁଡ଼ିକ ଏଲ୍‌ପିଜି କନେକ୍ସନ, ସ୍ଥାନାନ୍ତର, ଖୁଚୁରା ବୁକିଂ ଏବଂ ପାଇପ୍ ଗ୍ୟାସ୍ ପିଏନ୍‌ଜିକୁ ସ୍ଥାନାନ୍ତର ସମ୍ପର୍କରେ କିଛି ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ଏହି ନିର୍ଦ୍ଦେଶାବଳୀ ସେମାନଙ୍କ ପାଇଁ ଆହୁରି ଗୁରୁତ୍ୱପୂର୍ଣ୍ଣ ଯେଉଁମାନେ ସ୍ଥାନାନ୍ତରିତ ହେଉଛନ୍ତି। ଯଦି ଆପଣ ଏକ ନୂଆ ଘର କିଣୁଛନ୍ତି, ଅନ୍ୟ ସହରକୁ ସ୍ଥାନାନ୍ତରିତ ହେଉଛନ୍ତି କିମ୍ବା ସିଲିଣ୍ଡରରୁ ପାଇପ୍ ଗ୍ୟାସ୍ ପିଏନ୍‌ଜିକୁ ପରିବର୍ତ୍ତନ କରିବାକୁ ଚିନ୍ତା କରୁଛନ୍ତି, ତେବେ ଏହି ନୂଆ ନିୟମଗୁଡ଼ିକୁ ବୁଝିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଆସନ୍ତୁ ଏହି 6ଟି ନିୟମକୁ ସରଳ ଭାଷାରେ ବୁଝିବା। ଘର ସ୍ଥାନାନ୍ତର କରିବା ପୂର୍ବରୁ ଗ୍ୟାସ୍ ଏଜେନ୍ସିକୁ ଜଣାନ୍ତୁ। ଯଦି ଆପଣ ଏକ ନୂଆ ଘରକୁ ଯାଉଛନ୍ତି, ତେବେ ପ୍ରଥମେ ଆପଣଙ୍କୁ ଆପଣଙ୍କର ଗ୍ୟାସ୍ ଏଜେନ୍ସିକୁ ଜଣାଇବା ଉଚିତ। ତାହା ଇଣ୍ଡେନ୍, ଏଚ୍‌ପି କିମ୍ବା ଭାରତ ଗ୍ୟାସ୍ ହେଉ, ଆପଣଙ୍କୁ କନେକ୍ସନ ଟ୍ରାନ୍ସଫର ପାଇଁ ଆବେଦନ କରିବାକୁ ପଡ଼ିବ। ଆପଣଙ୍କୁ ଆପଣଙ୍କର ପରିଚୟ ପତ୍ର, ଆପଣଙ୍କର ନୂଆ ଘରର ଠିକଣା ପ୍ରମାଣପତ୍ର, ଆପଣଙ୍କର ଗ୍ୟାସ୍ ବହି, ଗ୍ରାହକ କାର୍ଡ଼ ଏବଂ ଆପଣଙ୍କର ମୂଳ କନେକ୍ସନ ଭାଉଚର ମଧ୍ୟ ଦାଖଲ କରିବାକୁ ପଡ଼ିବ। ଯଦି ଆପଣ ସମାନ ଅଞ୍ଚଳ ମଧ୍ୟରେ ସ୍ଥାନାନ୍ତର କରୁଛନ୍ତି, ତେବେ ପ୍ରକ୍ରିୟାଟି ବହୁତ ସହଜ। ଯଦି ଆପଣଙ୍କର ନୂଆ ଘର ସମାନ ଗ୍ୟାସ୍ ବିତରଣଙ୍କ ସେବା କ୍ଷେତ୍ର ମଧ୍ୟରେ ପଡ଼େ, ତେବେ ପ୍ରକ୍ରିୟାଟି ବହୁତ ସହଜ ହୋଇଯାଏ। ଏହି କ୍ଷେତ୍ରରେ ଗ୍ୟାସ୍ ଏଜେନ୍ସି କେବଳ ଆପଣଙ୍କର ନୂତନ ଠିକଣାକୁ ଅପଡେଟ୍ କରିବା, ତାପରେ ଆପଣଙ୍କ ନୂଆ ଘରକୁ ଏଲ୍‌ପିଜି ସିଲିଣ୍ଡର ବିତରଣ ବିନା ବାଧାରେ ଜାରି ରହିବ। ସ୍ଥାନ ପରିବର୍ତ୍ତନ କରିବା ସମୟରେ ଏକ ଟିଟିଭି ଟ୍ରାନ୍ସଫର ଟର୍ମିନେସନ ଭାଉଚର ଆବଶ୍ୟକ ହେବ। ଯଦି ଆପଣଙ୍କର ନୂଆ ଘର ଅନ୍ୟ ଏକ ଅଞ୍ଚଳରେ ଅଛି ଯାହା ଅନ୍ୟ ଗ୍ୟାସ୍ ଏଜେନ୍ସି ଅଧୀନରେ ଆସେ, ତେବେ ଆପଣଙ୍କୁ ଆପଣଙ୍କର ପୁରୁଣା ଏଜେନ୍ସିରୁ ଏକ ଟର୍ମିନେସନ ଭାଉଚର ଟିଟିଭି ପାଇବାକୁ ପଡ଼ିବ। ଏହି ଡକୁମେଣ୍ଟଟି ନୂଆ ଗ୍ୟାସ୍ ଏଜେନ୍ସିକୁ ଆପଣଙ୍କର କନେକ୍ସନ ଟ୍ରାନ୍ସଫର କରିବା ପାଇଁ ବ୍ୟବହାର କରାଯିବ। ଆପଣଙ୍କୁ ଏହି କାଗଜପତ୍ର ଆପଣଙ୍କ ନୂଆ ଅଞ୍ଚଳର ବିତରକଙ୍କୁ ଦେବାକୁ ପଡ଼ିବ। ଯଦି ଆପଣ ଅନ୍ୟ ସହରକୁ ଯାଆନ୍ତି, ତେବେ ସିଲିଣ୍ଡର ଏବଂ ରେଗୁଲେଟର ଫେରସ୍ତ କରନ୍ତୁ। ଯଦି ଆପଣ ଅନ୍ୟ ସ୍ଥାନକୁ ଯାଉଛନ୍ତି, ତେବେ ଆପଣଙ୍କୁ ଆପଣଙ୍କର ଏଲ୍‌ପିଜି ସିଲିଣ୍ଡର ଏବଂ ରେଗୁଲେଟର ଆପଣଙ୍କର ବର୍ତ୍ତମାନର ଗ୍ୟାସ୍ ଏଜେନ୍ସିକୁ ଫେରାଇବାକୁ ପଡ଼ିବ। ଏହାପରେ ଏଜେନ୍ସି ଆପଣଙ୍କୁ ଏକ ଟର୍ମିନେସନ ଭାଉଚର ପ୍ରଦାନ କରିବ ଏବଂ ଆପଣଙ୍କର ସିକ୍ୟୁରିଟି ଜମା ଫେରସ୍ତ କରିବ। ଆପଣଙ୍କ ନୂଆ ସହରରେ ଥିବା ନୂଆ ଏଜେନ୍ସି ଆପଣଙ୍କ ଡକୁମେଣ୍ଟଗୁଡ଼ିକୁ ସମୀକ୍ଷା କରିବ ଏବଂ ଏକ ନୂଆ କନେକ୍ସନ ପ୍ରଦାନ କରିବ। ଟ୍ରାନ୍ସଫର ପରେ ଆପଣ ଏକ ନୂଆ ଉପଭୋକ୍ତା ନମ୍ବର ପାଇବେ। ଯେତେବେଳେ ଆପଣ ଆପଣଙ୍କ ନୂଆ ଅଞ୍ଚଳର ଏଜେନ୍ସିରେ ଆପଣଙ୍କର ସ୍ଥାନାନ୍ତର କାଗଜପତ୍ର ଟିଟିଭି ଦାଖଲ କରିବେ, ସେମାନେ ଏହାକୁ ଏକ ଟ୍ରାନ୍ସଫର ସବସ୍କ୍ରିପସନ ଭାଉଚର TSVରେ ରୂପାନ୍ତରିତ କରିବେ ଏବଂ ଆପଣ ଏକ ସମ୍ପୂର୍ଣ୍ଣ ନୂତନ ଉପଭୋକ୍ତା ନମ୍ବର ପାଇବେ। କେବଳ ସେତେବେଳେ ଆପଣ ଆପଣଙ୍କର ନୂଆ ଠିକଣାରୁ ଗ୍ୟାସ୍ ସିଲିଣ୍ଡର ରିଫିଲ୍ ବୁକ୍ କରିପାରିବେ। ଏଲ୍‌ପିଜିରୁ ପିଏନ୍‌ଜିକୁ ପରିବର୍ତ୍ତନ କରିବା ପୂର୍ବରୁ ଏହା କରନ୍ତୁ। ଗତ 6 ମାସରେ ସାରା ଦେଶରେ 13.4 ଲକ୍ଷରୁ ଅଧିକ ନୂଆ ପିଏନ୍‌ଜି କନେକ୍ସନ ଦିଆଯାଇଛି, ଯାହା ଚଳିତ ବର୍ଷ ସରକାରଙ୍କ 60 ଲକ୍ଷ ନୂଆ କନେକ୍ସନ ପ୍ରଦାନ କରିବାରେ ଲକ୍ଷ୍ୟର ମାତ୍ର 20%। ଯଦି ଆପଣ ମଧ୍ୟ ଏଲ୍‌ପିଜିରୁ ପାଇପ୍ ଗ୍ୟାସ୍ ପିଏନ୍‌ଜିକୁ ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି, ତେବେ ପ୍ରଥମେ ଆପଣଙ୍କର ସ୍ଥାନୀୟ ଗ୍ୟାସ୍ ଏଜେନ୍ସିକୁ ଭେଟନ୍ତୁ ଏବଂ ଏହାର ଆବଶ୍ୟକ ଡକୁମେଣ୍ଟ ଏବଂ ସର୍ତ୍ତାବଳୀ ବିଷୟରେ ସମ୍ପୂର୍ଣ୍ଣ ସୂଚନା ପାଆନ୍ତୁ। ଗ୍ୟାସ୍ କନେକ୍ସନ ଟ୍ରାନ୍ସଫର କରିବା ସମୟରେ କିମ୍ବା ପିଏନ୍‌ଜିକୁ ଟ୍ରାନ୍ସଫର କରିବା ସମୟରେ ପାଇଥିବା ସମସ୍ତ ଭାଉଚର ଏବଂ କାଗଜପତ୍ରକୁ ସର୍ବଦା ସୁରକ୍ଷିତ ଭାବରେ ରଖନ୍ତୁ, ଯାହାଦ୍ୱାରା ଭବିଷ୍ୟତରେ ଆପଣଙ୍କୁ କୌଣସି ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ। ଆଶା କରୁଛି ଆପଣମାନଙ୍କୁ ଆଜିର ଏହି ଭିଡ଼ିଓଟି ନିଶ୍ଚିତ ଭାବରେ ଭଲ ଲାଗିଥିବ ଆଉ ଆପଣମାନେ ଭିଡ଼ିଓ ଦେଖି ସବୁକିଛି ବୁଝିଯାଇଥିବେ ଏଲ୍‌ପିଜିର ଏହି 6ଟି ନିୟମଗୁଡ଼ିକ ବିଷୟରେ। ଯଦି ଆପଣମାନେ ନୂଆ ଘରକୁ ସ୍ଥାନାନ୍ତରିତ ହେଉଛନ୍ତି, ତେବେ ଆପଣମାନଙ୍କୁ ଏହି 6ଟି ନିୟମଗୁଡ଼ିକ ବିଷୟରେ ଜାଣିବା ବହୁତ ଜରୁରୀ। ଯଦି ଆପଣମାନଙ୍କୁ ଆଜିର ଏହି ଭିଡ଼ିଓଟି ଭଲ ଲାଗିଥାଏ, ଦୟାକରି ଏହି ଭିଡ଼ିଓକୁ ବହୁତ ମାତ୍ରାରେ ଲାଇକ୍, ସେୟାର ଓ କମେଣ୍ଟ କରନ୍ତୁ। ଆଉ ଯେଉଁମାନେ ଏପର୍ଯ୍ୟନ୍ତ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି, ଆପଣମାନଙ୍କୁ ଅନୁରୋଧ, ଆପଣମାନେ ଏବେ ହିଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଆଜି ପାଇଁ ଏତିକି। ଫୋନ୍ ଦେଖା ହେବ ଆଉ ଏକ ନୂଆ ଭିଡ଼ିଓରେ। ସେତେ ପର୍ଯ୍ୟନ୍ତ ମୁଁ ଦୀପୁ ଆପଣମାନଙ୍କଠାରୁ ବିଦାୟ ନେଉଛି। ରହୁଛି। ଧନ୍ୟବାଦ।